বর্তমান সময়ে পাণিপাগ বিভাগ পক্ষর মিলিথিবা লাটেস্ট খবর অনুযায়ী পশ্চিমা ঝড় প্রভাব 2 দিন পরে বড়িব তাপমাত্রা। শীতর ধরুছি সারা ওড়িশা। রাজ্যের আহুরি 24 ঘণ্টা প্রবল শীতলহরি জারি রহিব। এথিপাই 16 জেলাକୁ ওয়ার্নিং জারি করছি পাণিপাগ বিভাগ। তেবে পশ্চিমা ঝড় প্রভাবে 2 দিন পরে রাতি তাপমাত্রা 2 ରୁ 4 ডিগ্রি পর্যন্ত বড়িবার সম্ভাবনা রয়েছে। ফলরে শীত কমিব বলি আঞ্চলিক পাণিপাগ বিভাগ পক্ষর সূচনা দিয়া যাইছি। তেবে আসন্তু আজির পাণিপাগর বিস্তৃত খবর উপরে নজর পকাইবা, কিন্তু তা পূর্বরু ভিডিওକୁ গোটে লাইক করন্তু এবং ভিডিওটিକୁ ଆପଣମାନଙ୍କ ସାଙ୍ଗସାଥି ମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡ଼ିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନ ଅନ୍ କରି ରଖନ୍ତୁ। ଏବଂ ଆପଣମାନେ ଏହି ଭିଡ଼ିଓଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଏହା ସହିତ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ଶୀତର ପ୍ରକୋପ କିପରି ରହିଛି ଆମକୁ ନିହାତି ଭାବରେ ଗୋଟିଏ କମେଣ୍ଟ କରି ଜଣାନ୍ତୁ। ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟର 13ଟି ସହର ସ୍ଥାନରେ ତାପମାତ୍ରା 10 ডিগ্রি ତଳେ ରହିଥିବା ବେଳେ ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା 2.6 ডিগ্রি ରେକର୍ଡ କରାଯାଇଥିଲା। ଏହା ତଳକୁ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା 4.6 ডিগ্রি ରହିଥିବା ବେଳେ ଝାରସୁଗୁଡ଼ାରେ ପଞ୍ଚମ ଥର ଲାଗି 73 ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଶୀତ। ଏଠାରେ ଜାନୁଆରୀ 6 ତାରିଖରେ ସର୍ବନିମ୍ନ ତାପମାତ୍ରା 5.1 ডিগ্রি ରହିଥିବା ବେଳେ 7 ତାରିଖରେ 5.4 ডিগ্রি, 9 ତାରିଖରେ 4.6 ডিগ্রি, 10 ତାରିଖରେ 4.5 ডিগ্রি ଏବଂ 16 ତାରିଖରେ 5 ডিগ্রি ତାପମାତ୍ରା ରହିଥିଲା। ସେହିପରି ଫୁଲବାଣୀରେ 6.1 ডিগ্রি, କେନ୍ଦୁଝରରେ 7.6 ডিগ্রি, ସୁନ୍ଦରଗଡ଼ରେ 7.6 ডিগ্রি, ଅନୁଗୁଳରେ 8.4 ডিগ্রি, ବାରିପଦାରେ 8.6 ডিগ্রি, ଢେଙ୍କାନାଳରେ 8.7 ডিগ্রি, ଦିଆରିଙ୍ଗବାଡ଼ିରେ 9 ডিগ্রি, କୋରାପୁଟରେ 9.5 ডিগ্রি ଏବଂ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା 9.8 ডিগ্রি ରହିଥିଲା। ସେହିପରି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପୁଣି 10 ডিগ্রি ତଳକୁ ଖସିଥିଲା ତାପମାତ୍ରା। କଟକରେ ସର୍ବନିମ୍ନ ତାପମାତ୍ରା 10 ডিগ্রি ତଳେ ରହିଥିବା ବେଳେ ଭୁବନେଶ୍ୱରରେ 10.5 ডিগ্রিକୁ ଖସି ଆସିଥିଲା। ତେବେ ରବିବାର ଅର୍ଥାତ୍ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ ଜିଲ୍ଲାକୁ ପ୍ରବଳ ଥଣ୍ଡା ନେଇ ସତର୍କତା ଜାରି କରାଯାଇଛି। ଏଥିସହିତ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର ଏବଂ କନ୍ଧମାଳ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।